हाय गाइस नमस्कार। रथयात्रा हेउछि हिंदू धर्मर एक अति पवित्र और प्रसिद्ध पर्व। ओडिशार पुरी सहर में यह वार्षिक भाव अत्यंत धूमधाम पालित हुए। ଏହି ଉତ୍ସବରେ ଶ୍ରୀ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ରଥରେ ବସି ନିଜ ଜନ୍ମବେଦୀ ବା ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ତିଥି ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଏହି ଯାତ୍ରା ଆରମ୍ଭ ହୁଏ। ରଥ ମହାପ୍ରଭୁଙ୍କ ରଥର ନାମ ହେଉଛି ନନ୍ଦିଘୋଷ। ଏଥିରେ 16ଟି ଚକ ଥାଏ ଏବଂ ବଳଭଦ୍ରଙ୍କ ରଥର ନାମ ହେଉଛି ତାଳଧ୍ୱଜ। ଏଥିରେ 14ଟି ରଥ ଥାଏ ଏବଂ ସୁଭଦ୍ରାଙ୍କ ରଥର ନାମ ହେଉଛି ଦର୍ପଦଳନ। ଏଥିରେ 12ଟି ଚକ ଥାଏ। ଠିକ ଅଛି। ଗୁଣ୍ଡିଚା ଯାତ୍ରା ଓ ବାହୁଡା ଯାତ୍ରା ଦେବତା ମାନେ ଗୁଣ୍ଡିଚା ମନ୍ଦିରରେ 7 ଦିନ ରହି ସେଠାରୁ ଫେରି ଆସନ୍ତି। ଆଷାଢ଼ ଶୁକ୍ଳ ଦଶମୀରେ ନିଜ ମନ୍ଦିରକୁ ଫେରି ଆସନ୍ତି। ମହତ୍ଵ ରଥ ଉପରେ ଜଗନ୍ନାଥଙ୍କୁ ଦର୍ଶନ କଲେ ସମସ୍ତ ପାପ ଦୂର ହୁଏ ଏବଂ ମୋକ୍ଷ ପ୍ରାପ୍ତି ହୁଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ଆପଣ ଯଦି ଚାହୁଁଛନ୍ତି ତାହେଲେ ଫଟାଫଟ